ସେତିକି ଆଜି ପରିଚୟ ଦେବେ ଆଜି ଆପଣଙ୍କର ଯେଉଁ ପୂର୍ବତନ ଛାତ୍ରମାନେ କେଉଁ ମସିହାର ଛାତ୍ର ଥିଲେ ଆଉ କ'ଣ କ'ଣ ଏମାନେ ପଢ଼ୁଛନ୍ତି ଆମ ଏଇ ଅଖଣ୍ଡରା ହାଇସ୍କୁଲଟି 1982 ମସିହାରେ ପ୍ରତିଷ୍ଠିତ ଲାଭ କରିଥିଲା। ମୁଁ ସେଇ 1982 ମସିହାରେ ଶିକ୍ଷକତା ଏଠାରେ କରୁଥିଲି ଏବଂ 1993 ମସିହାରେ ଆମର ପ୍ରଥମ ବ୍ୟାଚ୍ ଯିଏକି ମାଟ୍ରିକ ପରୀକ୍ଷା ଦେଇଥିଲେ ଝିମାଣି ଗୋଟି ତାର ସେଣ୍ଟର ଥିଲା 175 ରେଜଲ୍ଟ ହୋଇଥିଲା ଏବଂ 10 ଜଣ ଫାର୍ଷ୍ଟ କ୍ଲାସ୍ ପାଇଥିଲେ ଏବଂ ସେଇମାନଙ୍କର ଉତ୍ତରୋତ୍ତର କାମନା କରୁଛି ସେମାନେ ଭବିଷ୍ୟତରେ ଯେଉଁଠି ଥାଆନ୍ତୁ ଏବଂ ଭଲରେ ଥାଆନ୍ତୁ ସବୁ ପିଲାମାନେ ସେ ଆମର ପୁଅ ଝିଅ ଏବଂ ସମସ୍ତଙ୍କର ଶୁଭକାମନା କରିବା ଟିଚରମାନଙ୍କର ଲକ୍ଷ୍ୟ। ସାର୍ ଟିକେ ପରିଚୟ ଦେବେ ଆଜି ଆପଣଙ୍କର ଯେଉଁ ଅଖଣ୍ଡରା ଗାଦିବ୍ରହ୍ମ ହାଇସ୍କୁଲ କେତେ ବ୍ୟାଚ୍ର ବନ୍ଧୁ ମିଳନ ଆଉ ଗୁରୁ ପୂଜନ ଥିଲା ତା ବିଷୟରେ? ମୁଁ ହେଉଛି ଗାଦିବ୍ରହ୍ମ ବିଦ୍ୟାପୀଠର ଦୀର୍ଘ 25 ବର୍ଷ ତଳର ଗଣିତ ଏବଂ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଣ୍ଡା। ଏ ଗାଦିବ୍ରହ୍ମ ହାଇସ୍କୁଲକୁ ମୁଁ ମୋ ଅନ୍ତର ସହିତ ଅତି ଭଲ ପାଏ, ଏତେ ନିବିଡ଼ ଭାବରେ ଭଲ ପାଏ ଯେ ଏ ଛାତ୍ରଛାତ୍ରୀମାନଙ୍କୁ ମୋ ପୁଅ ଝିଅ ପୁତ୍ରବତ ଏବଂ କନ୍ୟାବତ ସବୁବେଳେ ଦେଖେ। ମୁଁ ଏ ଯେଉଁ ବ୍ୟାଚ୍ ବନ୍ଧୁ ମିଳନର ଲଙ୍ଗ୍ ଲିଭ୍ ହେଉ, ଏମାନେ ପରସ୍ପରକୁ ସାହାଯ୍ୟ କରନ୍ତୁ ଏବଂ ଜଣେ ଜଣେ ସଂସ୍କାରୀ ନାଗରିକ ହିସାବରେ ନିଜର ଗ୍ରାମ ପରିବାର ସମାଜ ପ୍ରତି କର୍ତ୍ତବ୍ୟକୁ ଠିକ୍ ଭାବରେ ନିଭାନ୍ତୁ ଏବଂ ଜଗନ୍ନାଥଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି ଏ ଅନୁଷ୍ଠାନର ଉନ୍ନତିରୁ ଉନ୍ନତି ହେଉ ଏବଂ ମୋର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉଜ୍ଜଳମୟ ହେଉ। ମୁଁ ଏତିକି କହି ଧନ୍ୟବାଦ ସହ ରହୁଛି। ସେତିକି ଆଜି ପରିଚୟ ଦେବେ ଆଜି ଆପଣଙ୍କର ଯେଉଁ ପୂର୍ବତନ ଛାତ୍ରମାନେ କେଉଁ ମସିହାର ଛାତ୍ର ଥିଲେ ଆଉ କ'ଣ କ'ଣ ଏମାନେ ପଢ଼ୁଛନ୍ତି ଆମ ଏଇ ଅଖଣ୍ଡରା ହାଇସ୍କୁଲଟି 1982 ମସିହାରେ ପ୍ରତିଷ୍ଠିତ ଲାଭ କରିଥିଲା। ମୁଁ ସେଇ 1982 ମସିହାରେ ଶିକ୍ଷକତା ଏଠାରେ କରୁଥିଲି ଏବଂ 1993 ମସିହାରେ ଆମର ପ୍ରଥମ ବ୍ୟାଚ୍ ଯିଏକି ମାଟ୍ରିକ ପରୀକ୍ଷା ଦେଇଥିଲେ ଝିମାଣି ଗୋଟି ତାର ସେଣ୍ଟର ଥିଲା 175 ରେଜଲ୍ଟ ହୋଇଥିଲା ଏବଂ 10 ଜଣ ଫାର୍ଷ୍ଟ କ୍ଲାସ୍ ପାଇଥିଲେ ଏବଂ ସେଇମାନଙ୍କର ଉତ୍ତରୋତ୍ତର କାମନା କରୁଛି ସେମାନେ ଭବିଷ୍ୟତରେ ଯେଉଁଠି ଥାଆନ୍ତୁ ଏବଂ ଭଲରେ ଥାଆନ୍ତୁ ସବୁ ପିଲାମାନେ ସେ ଆମର ପୁଅ ଝିଅ ଏବଂ ସମସ୍ତଙ୍କର ଶୁଭକାମନା କରିବା ଟିଚରମାନଙ୍କର ଲକ୍ଷ୍ୟ। ନୂଆ ନୂଆ ଖବର ଜାଣିବା ପାଇଁ ଆମ LNTV କୁ ଲାଇକ୍ ସେୟାର ଓ ସବସ୍କ୍ରାଇବ୍ କରନ୍ତୁ। LNTV ସ୍ୱର ଆପଣଙ୍କର।